ମୁଁ ଯେତେବେଳକୁ ପହଞ୍ଚିଲି ସେତେବେଳକୁ ପ୍ରାର୍ଥନା ଆରମ୍ଭ ହେଇଯାଇଥିଲା। ଆଉ ସେଇଠି ମୁଁ ପହଞ୍ଚିଲି, ମୋ ଆଗରୁ 2 ଜଣ ପାଶି ଚର୍ଚ୍ଚର ପାଷ୍ଟର ଆଉ ଗୋଟେ ଗାଁର ପାଷ୍ଟର 2 ଜଣ ଥିଲେ। ସେଇଠି ପ୍ରାର୍ଥନା ହେଲା, ଗୀତ ହେଲା, ସ୍ତୁତି ହେଲା, ଆରାଧନା ହେଲା, ବାକ୍ୟ ହେଲା। ବାକ୍ୟ ମତେ ଦେବାକୁ କହିଲେ, ମୁଁ ବାକ୍ୟ ପ୍ରଦାନ କଲି। ତାପର ଘଟଣା ହଉଛି ମୋର ସାକ୍ଷ୍ୟ। ଯେତେବେଳେ ପ୍ରାର୍ଥନା ଆରମ୍ଭ ହେଲା ସେତେବେଳକୁ ସେଇ ଚର୍ଚ୍ଚର ପାଷ୍ଟର ସେ ଧୀରେ ଧୀରେ ଡାଇସରୁ ଓହ୍ଲେଇକି ତଳକୁ ଗଲେ। ଆଉ ଗୋଟେ ଝିଅ ପିଲା, ସେତେବେଳେ ତ ମୁଁ ଜାଣିନଥିଲି ସେ ମ୍ୟାରିଡ କି ନୁହେଁ, କାରଣ ମୁଁ ଭାବୁଛି ସିଏ 20-22 ବର୍ଷର ହେବେ। ଆଉ ତାଙ୍କ ପାଖକୁ ଗଲେ, ଆଉ ପାଷ୍ଟର ଜଣଙ୍କ ପ୍ରାର୍ଥନା କରୁଥିଲେ। ମୁଁ ଦେଖିଲି ସେ କୁଆଡେ ଯାଉଛନ୍ତି। ସେ ଗଲା ପରେ ସେଇ ଝିଅର ମୁଣ୍ଡରେ ହାତ ଦେଲେ। ମୁଁ ଭାବିଲି ବୋଧେ ତା ପାଇଁ ପ୍ରାର୍ଥନା କରିବାକୁ ଯାଇଛନ୍ତି, କିନ୍ତୁ ଅଳ୍ପ ସମୟ ପରେ ତା ମୁଣ୍ଡର ବାଳ ଚୁଟିକୁ ଧରିକି ତାକୁ ହଲେଇବାକୁ ଆରମ୍ଭ କଲେ। ହେଲେ ମୁଁ ଭାବିଲି ବୋଧେ ମନ୍ଦ ଆତ୍ମା ତା ଭିତରେ ପଶି ଯାଇଛି, ତାକୁ ଛଡେଇବାକୁ ଯାଇଛନ୍ତି, କିନ୍ତୁ ଇଏ ହଲେଇବା ତ ଆବଶ୍ୟକ ନାହିଁ। ତାପରେ ସେ ପାଟି କରି କହିଲେ ଯେ ଚାଲି ଯା, ବାହାରି ଯା, ହେଲେ ବି ସେ ଯାଉନାହିଁ। ତାପରେ ଏଇ ପାଷ୍ଟର ଭାଇ ଜଣକ ତା ପାଖକୁ ଗଲେ। ସେ ପାଖକୁ ଯାଇକି ସିଏ ଗୋଟେ ହାତର କାଣି ଆଙ୍ଗୁଠି, ଛୋଟ ଆଙ୍ଗୁଠି ଯୋଉଟା, ତାକୁ ନଖରେ ଏମିତି ଦାବି ଦେଇକି ଏତେ ଜୋରରେ ମୋଡି ଦେଲେ ଯେ ପୁରା ସେ କାନ୍ଦିବାକୁ ଆରମ୍ଭ କଲା। ପ୍ରଥମ ପାଷ୍ଟର ଜଣଙ୍କୁ କହୁଛନ୍ତି ଚାଲିଯା, ତା ଦୌର ପଳେଇଯା, ଆଉ ଇଏ ତାକୁ ଚିମୁଟି ଦେଇକି ମୋଡି ପକଉଛନ୍ତି, ହେଲେ ବି ଯାଉନେଇ ସେ। ତାପରେ ସେ ପ୍ରଥମ ପାଷ୍ଟର ଜଣକ ଆଉ ଗୋଟେ ହାତର ଆଙ୍ଗୁଠି, କାଣି ଆଙ୍ଗୁଠିରେ ନଖ ଜୋରରେ ମାରି ଦେଇକି ମୋଡିଲେ। 2 ଜଣ ତିଆଡେ ଧରିଛନ୍ତି, ଆଉ ଗୋଟେ ହାତରେ ବାଳ ଧରିକି ଏମିତି ଝାଙ୍କୁଛନ୍ତି ତାକୁ ଯେ ସିଏ କାନ୍ଦିବାର ମଧ୍ୟ ଶକ୍ତି ତାର ସରିଗଲା। ଆଉ ଯେତେବେଳେ ନିଶ୍ଚଳ ପରି ହେଇଗଲା ସେତେବେଳେ କହିଲା ହଁ ଗଲା ଗଲା ଗଲା, ପଳେଇଲା। ମତେ ବହୁତ ଖରାପ ଲାଗିଲା, କାହିଁକି ସେମାନେ ଚାହୁଁଥିଲେ ଯେ ତା ଭିତରେ ତାକୁ ବାହାର କରିବା ପାଇଁ, କିନ୍ତୁ କଷ୍ଟ କାହାକୁ ଦଉଥିଲେ? ସେ ଶରୀରକୁ କଷ୍ଟ ଦଉଥିଲେ। ଶରୀରକୁ କଷ୍ଟ ଦେବା ଫଳରେ ସେ ମନ୍ଦ ଆତ୍ମା କିଛି କଷ୍ଟ ହବନି, ବରଂ ସେ ଖୁସି ହଉଥିବ ଯେ ଦେଖିଲୁ ଏଇ ପାଷ୍ଟର ମାନେ ତୋର ଶରୀରକୁ କେତେ କ୍ଷତ ବିକ୍ଷତ କରିଛନ୍ତି, କେତେ କଷ୍ଟ ଦେଇଛନ୍ତି। ଏଇ କଥା ତା ମନ ଭିତରେ ପୁରେଇ ପାରିଥାଏ। ଯେତେବେଳେ ପ୍ରାର୍ଥନା ସରିଲା ସେତେବେଳେ ମୁଁ ଗୋଟେ କଥା କହିଲି ସେ ଭାଇଙ୍କୁ, ମାନେ ତାଙ୍କର ସ୍ୱାମୀଙ୍କୁ, ଯେ ଭାଇ, ଆଉ ପ୍ରଭୁ ଯୀଶୁଙ୍କର ବାକ୍ୟରେ ଶକ୍ତି ଅଛି। ପ୍ରଭୁ ଯୀଶୁ କୌଣସି ଭୂତ ଛଡେଇବାକୁ, କୌଣସି ରୋଗୀକୁ ସୁସ୍ଥ କରିବାକୁ ବଳ ପ୍ରୟୋଗ, ମାଡ ମାରିବା କଥା, କ୍ଷତ ବିକ୍ଷତ ଦେଖାଯାଇ ନାହିଁ। ବାସ୍ ମୁଁ ଏତିକି କହିକି ସେଇଠୁ ମୁଁ ପଳେଇ ଆସିଲି। ପାଷ୍ଟରଙ୍କୁ ବି କହିଲି ଭାଇ ଯାହା କରୁଛନ୍ତି ଆପଣ ଏଇଟା ଭୁଲ କରୁଛନ୍ତି, ଏମିତି କରାଯାଏ ନାହିଁ। ସେଦିନ ସନ୍ଧ୍ୟାରେ ସେ ସ୍ତ୍ରୀ ଜଣଙ୍କର ସ୍ୱାମୀ ମତେ ଫୋନ କଲେ, ଆଜ୍ଞା ସିଏ କହୁଛି ମୁଁ ମରିଯିବି, ମୁଁ ଆଉ ବଞ୍ଚିବି ନାହିଁ, ମତେ ସେମାନେ ମାରିଦେବେ। କିଏ? ଯୋଉ ଭୂତ ଅଛି ତା ଭିତରେ, ସିଏ ଯୋଉ ମନ୍ଦ ଆତ୍ମା ଅଛି, ସିଏ ମାରିଦବ। ମୁଁ କହିଲି ତାକୁ ଦିଅ। ସେ କହିଲା ଯେ ନାଇଁ ଆଜ୍ଞା, ମୁଁ ତ ଡ୍ରାଇଭର ଲୋକ, ମୁଁ ପଳେଇ ଆସିଛି, ସେ ପାଷ୍ଟର ଘରେ ହିଁ ଅଛନ୍ତି। ମୁଁ କହିଲି ଅତି ଶୀଘ୍ର ତାକୁ ନେଇ ଆସ, ତମେ ସେଠି ରଖ ନାହିଁ। ଆଉ ସେ ଯାଇକି ସେ ସ୍ତ୍ରୀ ଜଣକୁ ଘରକୁ ନେଇ ଆସିଲେ, ଗାଁକୁ ନେଇ ଆସିଲେ, ଘରକୁ। ତାପରେ ମୁଁ ବୁଝେଇଲି ପ୍ରକୃତ ସତ୍ୟତା କଣ। ପରମେଶ୍ୱରର ବାକ୍ୟରେ ଶକ୍ତି ଅଛି। ଆଉ ତମେ ଯଦି ପରମେଶ୍ୱରଙ୍କୁ ବିଶ୍ୱାସ କରୁଛ, ତମେ ଯଦି ଯୀଶୁଙ୍କୁ ବିଶ୍ୱାସ କରୁଛ, ତମେ ଯଦି ଯୀଶୁଙ୍କର କଥା ମାନିବ, ତାହେଲେ ପ୍ରଭୁ ଯୀଶୁ ଆଜିଠାରୁ ତମ ଭିତରେ ରହିବେ। ସେ ମନ୍ଦ ଆତ୍ମା ଚାଲିଯିବ। ତାଙ୍କୁ ଅନେକ ଶିକ୍ଷା ଦେଲା ପରେ ପ୍ରାର୍ଥନା କଲୁ, ଆଉ ସତକୁ ସତ ମନ୍ଦ ଆତ୍ମା ତାଙ୍କୁ ଛାଡି ଚାଲିଗଲା। ଏଇଟା ମୋର ସାକ୍ଷ୍ୟ ନୁହେଁ ପ୍ରିୟ ମାନେ, ସାକ୍ଷ୍ୟ ଆରମ୍ଭ ହେଇନି।
ତାପରେ ସେ ଜଣେ ବିଜାତି ଲୋକ, ଭଦ୍ରା ଲୋକ। ତାପରେ କଣ ହେଇଛି, ସେ ଯାଇକି ମୁଁ ପରେ ଶୁଣିଲି ଯେ ସେ ତା ଶ୍ୱଶୁର ଘରକୁ, ସ୍ୱାମୀ ଘରକୁ ନ ଯାଇ ତା ମା ଘରକୁ ଯାଇଛି। ସେ ଗୋଟେ ଗାଁ ସେମାନଙ୍କର। ପ୍ରତିଦିନ ସକାଳେ ସନ୍ଧ୍ୟାରେ ପ୍ରାର୍ଥନା ଚାଲିଲା। ପ୍ରାୟ 4 ଦିନ ପରେ ସେ ମତେ ଫୋନରେ କହିଲେ, ଆଜ୍ଞା ମତେ ସେ ଶତ୍ରୁ ପରା ଦେଖୁଛି। କିଏ? ନାଇଁ ଆମର ଶାଶୁ, ସତ୍ରୀ ବୋଲି କହନ୍ତି, ଆମର ସତ୍ରୀ ମାନେ ଶାଶୁ। ମତେ ଶତ୍ରୁ ପରା ଦେଖୁଛି। ଗଲା ଦିନରୁ ମୁଁ ଗୋଟେ ଥର ଯାଇଥିଲି, ମତେ କଥା ହଉନାହିଁ, ମତେ ସବୁବେଳେ ଗାଳି କରୁଛି। ଆହୁରି ସିଏ ଏକା ମତେ ଖରାପ କରିଛି। ସେ ପାଣି କରିଛି ବେଲା, ପାଣି ମାନେ ତାଙ୍କୁ ମନ୍ତ୍ର ଯନ୍ତ୍ର କରିଛି, ଗୁଣିଆ କରିଛି ବୋଲି, ଗୁଣି କରିଛି ବୋଲି କହିଲା। ମୁଁ କହିଲି ତୋ ଭିତରେ ଯିଏ ଅଛନ୍ତି, ତୁ ଯୀଶୁଙ୍କର କଥା ମାନୁଛୁ? ହଁ ମାନୁଛି। ତାହେଲେ ଯୀଶୁ ତୋର ଭିତରେ ଅଛନ୍ତି। ଆଉ ଯୋଉ ଯୀଶୁ ତୋର ଭିତରେ ଅଛନ୍ତି, ଯୀଶୁ ପ୍ରଭୁ ଏଇ ଗୁଣିଆ ମାନଙ୍କ ଠାରୁ ବେଶୀ ପାୱାରଫୁଲ ସିଏ। ଦେଶିଆ ଲୋକ, ତାଙ୍କୁ ଦେଶିଆରେ ହିଁ ବୁଝେଇବାକୁ ପଡିବ, ସିମ୍ପଲ ଭାଷାରେ ହିଁ ବୁଝେଇବାକୁ ପଡିବ। ସିଏ ସର୍ବଶକ୍ତିମାନ, ସବୁ ଶକ୍ତି ଶକ୍ତି ତାଙ୍କ ପାଖରେ ଅଛି। ଯିଏ ଗୁଣି କରୁ କି ଯେତେ ବଡ ଭୂତ ତୋର ଭିତରେ ଆସିବାକୁ ଚାହୁଁ, ସିଏ ଆଉ ଆସିପାରିବ ନାହିଁ, କାରଣ ପ୍ରଭୁ ଯୀଶୁ ତୋର ଭିତରେ ଅଛନ୍ତି। ଏମିତି ଅନେକ କଥା କହିକି ତାକୁ ବୁଝେଇଲି। ଆଉ ବୁଝେଇଲି ଯେ ତୁ ଯାହାକୁ ଶତ୍ରୁ ବୋଲି ଭାବୁଛୁ, ତାକୁ ତତେ ମିତ୍ର କରିବାକୁ ପଡିବ। ନାଇଁ ଆଜ୍ଞା ସିଏ ମତେ ମୋ ସାଙ୍ଗେ ପଡିବ ନାହିଁ, ସିଏ ମତେ ଘରେ ରଖିବାକୁ ଦବ ନାହିଁ, ସବୁବେଳେ ମତେ ଗାଳି କରୁଛି, ନିନ୍ଦା କରୁଛି। ମୁଁ କହିଲି ପ୍ରଭୁ ଯୀଶୁ ସେଇ କଥା ଏକା ଶିଖେଇଛନ୍ତି। ଆଜି ପର୍ଯ୍ୟନ୍ତ ତୋର ସ୍ୱାମୀକୁ ତୁ ପ୍ରେମ କରିଛୁ, ଆଜି ପର୍ଯ୍ୟନ୍ତ ତାର 2ଟା ପୁଅ, ତୋର 2ଟା ପୁଅକୁ ତୁ ପ୍ରେମ କରିଛୁ, କିନ୍ତୁ ଆଜିଠୁ ତୋର ଶତ୍ରୁ ବୋଲି କହୁଥିବା ତୋର ଶାଶୁକୁ ପ୍ରେମ କରିବାକୁ ଆରମ୍ଭ କରେ। ତାକୁ ତୁ ଭଲ ବ୍ୟବହାର କର। ଆଜି ହିଁ ତୁ ଘରକୁ ଯା। ଆଉ ସେ ଘରକୁ ଗଲା। ମତେ ପ୍ରାର୍ଥନା କରିଦିଅ ଆଜ୍ଞା, ମୁଁ ଯିବି କହିଲା। ଘରକୁ ଗଲା। ଘରକୁ ଗଲା ପରେ ମତେ ପ୍ରାର୍ଥନା କଲୁ। ତାପରେ ତାର ଦିନ ମତେ ଫୋନ କରି କହୁଛି, ଆଜ୍ଞା ପ୍ରାର୍ଥନା କଲେ ମତେ ସେ ଶୁଣୁନାହିଁ ଆଜ୍ଞା, ମୁଁ ସବୁବେଳେ ପ୍ରାର୍ଥନା କରୁଛି ତାର ପାଇଁ, ସେ ଶୁଣୁନାହିଁ, ସେ ମତେ ଗାଳି ଆକା କରୁଛି। ଠିକ ଅଛି, ତୋର ଜୀବନରେ ପରୀକ୍ଷା ଆସିଛି, ତତେ ପ୍ରଭୁ ପ୍ରମୋସନ ଦେବାକୁ ଚାହୁଁଛନ୍ତି, ତୋର ବିଶ୍ୱାସକୁ ଆହୁରି ଦୃଢ କରିବାକୁ ଚାହୁଁଛନ୍ତି, ତୋର ଭିତରେ ସେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଏବେ ତାକୁ ଭଲ ବ୍ୟବହାର କରିବାକୁ ଆରମ୍ଭ କରେ, ତାକୁ କ୍ଷମା ଦେଇଦେ। ତାର ଦିନ ସକାଳେ ଯେତେବେଳେ ତା ଶାଶୁ ଗୋବର ଗୋଟେଇବାକୁ ଯାଇଥିଲା, ମାନେ ଗୋରୁଶାଳରୁ ଗୋବର ଗୋଟେଇକି ତାକୁ ଫିଙ୍ଗିବାକୁ ନେବା ପୂର୍ବରୁ ହିଁ ତାକୁ ଛାତି ବଥା ଆରମ୍ଭ ହେଇଗଲା। ଏତେ ଯନ୍ତ୍ରଣା ହେଲା ଯେ ସେ ସେଠି ବସି ପଡିଲା। ଆଉ ତାକୁ ଦେଖିକି ସେ ଝିଅ ତା ପାଖକୁ ଗଲା, ଯାଇକି ପ୍ରଥମ ଥର ପାଇଁ ଅନେକ ଦିନ ପରେ ତାକୁ କଥା ହେଲା। କଣ ହେଲା ଯାଇକି ଯେତେବେଳେ ପଚାରିଲା, ସେ କହିଲା ବେଶୀ ଛାତି ବଥଉଛି ମତେ। ତା ଶାଶୁଠୁ ଏଇ କଥା ଶୁଣିକି ସେ କହିଲା, ଆଉ ଠିକ ଅଛି ତମେ ଯାଅ ହାତ ଗୋଡ ଧୋଇ ପକ, ମୁଁ ଏଇଟା ଫିଙ୍ଗିଦେବି। ଏତିକି କଥା କହିଲା ପରେ ଶାଶୁ ତାକୁ ରାଗି ନାହିଁ, ସବୁବେଳେ ରାଗୁଥିଲା, କିନ୍ତୁ ସେ କହିଲା ଯେ ମୋର ଦାନ୍ତ ଚିରିକି ରଖିଛି, ମାନେ ଦାନ୍ତ କାଟି ଚିରିକି ସେ ରଖିଛି ପଡା କରିକି, ଆଉ ସେଇଟା ଟିକେ ଆଣିଦେ। ଯାଇକି ତାକୁ ଆଣିଦେଲା। ସିଏ ଆଣିଦେଲା, ବାସ୍ ଧୋଇକି ସେ ଘରକୁ ଗଲା। ଆଉ ଇଏ ମଧ୍ୟ ଗୋବର ଫିଙ୍ଗିକି, ତାର ବୋହୂ ଯିଏ ଗୋବର ଫିଙ୍ଗି ଘରକୁ ଗଲା। ଆଉ ତାଙ୍କୁ ଧୁଆ ଧୋଇ ହେଲା ପରେ ତାଙ୍କୁ କହିଲା ଯେ ମୁଁ ଗୋଟେ କଥା କହିବି କି? ପ୍ରଥମ ଥର ପାଇଁ ସେ କହୁଥିଲା, ପ୍ରଥମ ଥର ପାଇଁ କହ ବୋଲି ପଚାରିଲା। ଆମର ପାଷ୍ଟର ଆଜ୍ଞାକୁ ଡାକିବା, ତୋର ଛାତି ବଥା ଛାଡିଯିବ, ପ୍ରାର୍ଥନା କରିଦେବେ, ସିଏ ତୋର ଛାତି ବଥା ଛାଡିଯିବ। କହିଲା ସିଏ ଯିଏକି ଯୀଶୁଙ୍କୁ ଗ୍ରହଣ କରୁଥିବାରୁ ତାକୁ ଘୃଣା କରୁଥିଲା, ଯୀଶୁଙ୍କୁ ଗ୍ରହଣ କରିଥିବାରୁ ହିଁ ତାକୁ ସେ ଗାଳି ଦଉଥିଲା ଆଉ ଶତ୍ରୁ ପରି ଦେଖୁଥିଲା। କିନ୍ତୁ ସିଏ ନିଜେ ସ୍ୱୀକାର କଲା ଯେ ଡାକବାର ଏକା ଯିବାର ଏବେ ନିଜର ଦେହ ପାଇଁ ବେଲେ ଡାକେ, ଆମେ ବି ସେଇ ଭିତରକୁ ଯିବା, ନିଜର ଦେହ ପାଇଁ, ନିଜର ଦେହ ଭଲ ରହିବା ପାଇଁ ଯିବାକୁ ପଡିବ ଏକା, ମାନେ ଯୀଶୁଙ୍କୁ ଗ୍ରହଣ କରିବାକୁ ପଡିବ ଏକା।
ଏ କଥା ସେ ସ୍ୱୀକାର କଲା ପ୍ରିୟମାନେ। ହଉ ସେଇ ଝିଅ ବହୁତ ଖୁସିରେ ମତେ ଫୋନ କରି କହୁଥିଲା ଏମିତି ଏମିତି ଘଟଣା ଘଟିଲା ଆଜ୍ଞା। ମୁଁ ତାକୁ କହିଲି ଦେଖିଲୁ ତ ପ୍ରେମରେ ଯିଏ ଆମକୁ ଘୃଣା କରୁଛି ତାକୁ ବି ଆମେ ଜୟ କରିପାରିବା। ଏଇ କଥା ପ୍ରଭୁ ଯୀଶୁ ଶିଖେଇଛନ୍ତି। ମୁଁ ଖାଲି ତତେ କହିନାହିଁ, ପ୍ରଭୁ ଯୀଶୁ ଶିଖେଇଛନ୍ତି ତୁମେ ପ୍ରେମ କର, ନିଜର ଶତ୍ରୁ ମାନଙ୍କୁ ବି ପ୍ରେମ କର। ଦେଖିଲୁ ତୋର ଶତ୍ରୁକୁ ତୁ ପ୍ରେମ କରୁଥିବାରୁ ତୋର ଶାଶୁ ପୁରାପୁରି ପରିବର୍ତ୍ତିତ ହେଲା, ତତେ ପ୍ରେମ କରିବାକୁ ଆରମ୍ଭ କଲା। ତମର ପରିବାରରେ ଅଶାନ୍ତି ଭରି ରହିଥିଲା, ଏବେ ଶାନ୍ତି ଭରିଗଲା। ଯେଉଁମାନେ ଆମେ ସମସ୍ତେ ବି ଶତ୍ରୁକୁ ପ୍ରେମ କରିବାକୁ ଆରମ୍ଭ କରିବା। ପ୍ରଭୁ এই ସାକ୍ଷ୍ୟ ଦେଇ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ବୀରେନ୍ଦ୍ର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ସୁନ୍ଦର ସାକ୍ଷ୍ୟ ପାଇଁ।